ଆଜି ସକାଳ ଆରମ୍ଭ ହେଇଥିଲା ଆୟାନ୍ସ। ଆୟାନ୍ର ମୁହଁ ଧୋଇ ସାରି ମୁଁ ମୋର ଟି ଆଉ ବିସ୍କୁଟ ଆଣିଥିଲି। ହେଲେ ସବୁଦିନ ପରି ଆୟାନ୍ ମୋ ବିସ୍କୁଟକୁ ଘାଣ୍ଟି ପକେଇଲା। ଖାଇବା ପୂର୍ବରୁ ଫାଷ୍ଟ ମୁଁ ତାର ଖାଲି ପେଟ ମେଡିସିନ ଦେଇଦେଲି। ଆଉ ତାପରେ ତା ସହ ଟିକେ ଖେଳି ତାକୁ ଖୁଏଇବା ଷ୍ଟାର୍ଟ କଲି। ଅଧା ଖାଇକି ତା ପାପାଙ୍କ ସହ ଖେଳିବା ଷ୍ଟାର୍ଟ କରିଦେଲା। ତା ପାପାଙ୍କ ପାଟିରୁ ସେଇ ହୁଇସିଲଟା ନେବା ପାଇଁ କେତେ ଚେଷ୍ଟା ସେ କରୁଛି। ଆଉ ତାପରେ ତା ପାପା କାମ କରୁଥିଲେ। ମୁଁ ଯାଇ କହିଲି ମୋ ପୁଅକୁ ଖୁଏଇବା ଭିତରେ ତମେ ଟିକେ କ'ଣ ପରିବା କାଟିଦିଅ। ଆଉ ତାପରେ ସ୍ୱାମୀ ପରିବା କାଟିବାରେ ଲାଗିଲେ। କାଟି ସାରି ପରିବାକୁ ନେଇ ରୋଷେଇ ଘରେ ରଖିଦେଲେ। ସେତିକି ଭିତରେ ଆୟାନ୍ ଖାଇସାରିଥିଲା। ତାପରେ ତା ପାପା ଆୟାନ୍କୁ ଭଲ କି ତେଲ ମାଲିସ କରି ଗାଧେଇ ଦେଲେ। ପାଣି ହେବାକୁ ଆୟାନ୍କୁ ଭାରି ମଜା ଲାଗେ। ଗାଧେଇକି ନେଇ ଆସିଲେ ବୋଲି କେମିତି କାନ୍ଦୁଛି ଦେଖୁନାହାନ୍ତି। ତାପରେ ସ୍ୱାମୀକୁ ଖାଇବାକୁ ଦେଇଦେଲି। ଆୟାନ୍ ଶୋଇକି ଉଠିଲା ପରେ ମୁଁ ତାକୁ ଟିକେ ଚଲେଇବାର ଅଭ୍ୟାସ କରାଉଥିଲି। ଆଉ ତାପରେ ବାଲକୁନିରେ ଖୁଏଇଲି। ଖାଇଲା ବେଳେ ଆୟାନ୍ ତାର ନ୍ୟୁ ଟୟ ସହ ଖେଳୁଥିଲା, ଯୋଉଟାକି କଲରଫୁଲ ଆଉ ମ୍ୟୁଜିକ ବି ବାଜୁଛି। ସେଥିପାଇଁ ଛୁଆଙ୍କୁ ଭଲ ବି ଲାଗୁଛି। ଆମ ଆୟାନ୍କୁ ତ ଏଇଟା ଭାରି ପସନ୍ଦ। ଟ୍ୟାଗ୍ କରିଦେଇଛି, ଅର୍ଡର କରି ନେବେ।